ଏହି ତିନୋଟି ରାଶିର ମହିଳାମାନେ ଯେଉଁ ଘରେ ଥାନ୍ତି ସେହି ଘରକୁ ସ୍ୱର୍ଗ ବନେଇ ଦିଅନ୍ତି। ପ୍ରାୟତଃ ଆପଣମାନେ ଲୋକମାନେ କହୁଥିବାର ଶୁଣିଥିବେ କି କୌଣସି ବି ପୁରୁଷର ସଫଳତା ପଛରେ ଏକ ନାରୀର ହାତ ରହିଥାଏ। ଏହା ପୁରାପୁରି ସତ୍ୟ ଅଟେ। ମହିଳା ଘର ପରିବାର ଧ୍ୟାନ ରଖିଥାନ୍ତି, ଯାହାଦ୍ୱାରା ପୁରୁଷମାନେ ନିଜର କ୍ୟାରିୟର ଉପରେ ଧ୍ୟାନ ଦେଇପାରନ୍ତି। ଏମିତିରେ ଏହା ବିଲକୁଲ ସତ୍ୟ ଅଟେ କି ଗୋଟିଏ ମହିଳା ଯଦି ଚାହିଁବ ତେବେ ସେ ଘରକୁ ସ୍ୱର୍ଗ କରିଦେଇପାରେ ଏବଂ ଚାହିଁଲେ ଘରକୁ ନର୍କ ମଧ୍ୟ କରିଦେଇପାରେ। ସେଥିପାଇଁ ଏହା ପୁରାପୁରି ମହିଳାମାନଙ୍କ ଉପରେ ନିର୍ଭର କରିଥାଏ। ଶାସ୍ତ୍ର ଅନୁସାରେ ଯେଉଁଭଳି ଭାବରେ ବ୍ୟକ୍ତିର ନାମ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ, ଠିକ୍ ସେହିଭଳି ବ୍ୟକ୍ତିଙ୍କର ରାଶି ବି ତାଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। ଆଜି ଆମେ ଆପଣମାନଙ୍କୁ ସେହି ରାଶି ମହିଳାମାନଙ୍କ ବିଷୟରେ ଜଣାଇବୁ ଯେଉଁମାନଙ୍କର ପାଦ ଘରେ ପଡ଼ିଲେ ଘର ସ୍ୱର୍ଗ ହୋଇଥାଏ। ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ବର୍ଷିଥାଏ। ମେଷ ରାଶିର ମହିଳାମାନେ ବହୁତ ଅଧିକ ବୁଦ୍ଧିମାନ ଅଟନ୍ତି। ଯେଉଁ ଘରେ ଏହି ରାଶିର ମହିଳାମାନେ ଥାନ୍ତି ସେହି ଘରେ କୌଣସି ବି ଜିନିଷର ଅସୁବିଧା ହୋଇନଥାଏ। ଏହି ରାଶିର ମହିଳାମାନେ ଗୁରୁଜନମାନଙ୍କ ସମ୍ମାନ କରିଥାନ୍ତି ଏବଂ ଘର ପରିବାର ବିଶେଷ ଧ୍ୟାନ ରଖିଥାନ୍ତି। ନିଜର ସ୍ୱଭାବ ଦ୍ୱାରା ସମସ୍ତଙ୍କ ହୃଦୟ ଜିତି ନିଅନ୍ତି। କର୍କଟ ରାଶିର ମହିଳାମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। କମ୍ ଟଙ୍କାରେ ବି ଘରକୁ ବହୁତ ଭଲ ଭାବରେ ମ୍ୟାନେଜ କରି ନିଅନ୍ତି। ନିଜର ବୁଦ୍ଧିମତ୍ତା ଦ୍ୱାରା ଏମାନେ ସବୁବେଳେ ନିଜର ଭବିଷ୍ୟତ ସୁରକ୍ଷିତ ରଖିଥାନ୍ତି। ପରିବାରର ସମସ୍ତ ସଦସ୍ୟଙ୍କୁ ନେଇ ସାଥିରେ ନେଇ ଚାଲିବା ଏମାନଙ୍କର ଅଭ୍ୟାସ ଅଟେ। ଏମିତିରେ ଏହି ରାଶିର ମହିଳାମାନେ ଘରକୁ ସ୍ୱର୍ଗ କରିଦିଅନ୍ତି। ବିଛା ରାଶିର ମହିଳାମାନଙ୍କର ସ୍ୱାମୀ ବହୁତ ଲକି ହୋଇଥାନ୍ତି। ଏମାନଙ୍କର ପାଦ ଘରେ ପଡ଼ିବା ପରେ ସ୍ୱାମୀଙ୍କର ଭାଗ୍ୟୋଦୟ ହୋଇଥାଏ। ଏମାନେ ଆସିବା ଦ୍ୱାରା ଶ୍ୱଶୁର ଘରର ବି ଭାଗ୍ୟ ବଦଳିଥାଏ, କାରଣ ଏମାନେ ଭାଗ୍ୟରେ ଧନୀ ହୋଇଥାନ୍ତି। ଏହି ରାଶିର ଲୋକମାନେ ବହୁତ ଅଧିକ ଶାନ୍ତ ହୋଇଥାନ୍ତି, କିନ୍ତୁ ଯେତେବେଳେ ପରିବାରର କଥା ଆସିଥାଏ ତେବେ ସେମାନେ ମା କାଳୀ ରୂପ ଧାରଣ କରିଥାନ୍ତି। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ନୂଆ ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।